ଭାଇ ମୋତେ ଆବଶ୍ୟକତା ଥିଲା ଭକ୍ତଦାସକୁ ମାନେ ବହିଷ୍କାର କରିବା କେତେ ଆବଶ୍ୟକ ଥିଲା? କୋଉଥିପାଇଁ କ'ଣ ପାଇଁ ବହିଷ୍କାର କରାଗଲା? ଚିଠିଟିକୁ ଯିଏ ବି ଆମୂଳଚୂଳ ପଢ଼ିଛନ୍ତି ସେ ଅତି ସହଜରେ କହିଦେଇପାରିବେ ଯେ ଏଇଟା ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରିଥିଲା। କାରଣ ଗୋଟିଏ ଦଳରେ ରହି ସେହି ଦଳର ଶୀର୍ଷ ନେତୃତ୍ୱକୁ ଏମିତି କଡ଼ା ଭାଷାରେ ସମାଲୋଚନା କରିବା, ରାଜ୍ୟ ନେତୃତ୍ୱକୁ ଏଭଳି ଟାହିଟାପରା କରିବା, ବିଦ୍ରୂପ କରିବା ଏବଂ ଜଣେ ଅଶୀତିପର ପ୍ରବୀଣ ରାଜନେତାଙ୍କୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ତାଙ୍କୁ ଅସୌଜନ୍ୟ ଭାଷାରେ କହିବା, ଏଇଟା ଘୋର ପରିତାପର ବିଷୟ ଏବଂ ଦଳୀୟ ଶୃଙ୍ଖଳା ସେ ଭଙ୍ଗ କରିଛନ୍ତି। ଏଇଟା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଦଳୀୟ ଶୃଙ୍ଖଳା ଭଙ୍ଗ କରି ସେ ନିଲମ୍ବିତ ହୋଇଥିଲେ। ଏଇଥର ତାଙ୍କୁ ଦଳ ବହିଷ୍କାର କରିଛି। ବହୁତ ଲୋକ ଆଲୋଚନା କରୁଛନ୍ତି କି ଭକ୍ତଦାସ ସଭାପତି ହେଇସାରିଲା ପରେ କଂଗ୍ରେସର ଗୋଟେ ନୂଆ ମଲା ଗଛରେ ପାଣି ଦେଲା ଭଳିଆ ସିଚୁଏସନ୍ ହେଇଛି, କିନ୍ତୁ କଂଗ୍ରେସର ନେତାମାନଙ୍କୁ କାହିଁକି ଲାଗୁନି କିଛି ନେତା? ଆପଣ କାହିଁକି ଭାବୁଛନ୍ତି ଯେ କଂଗ୍ରେସ ନେତାମାନଙ୍କୁ ଲାଗୁନାହିଁ ବୋଲି? ଯେଉଁ 3 ଜଣ ନେତା, ବରିଷ୍ଠ ନେତା ଏ ବିଷୟରେ ମତ ମନ୍ତବ୍ୟ ଦେଇଛନ୍ତି, ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀଯୁକ୍ତ ଅନ୍ତପ୍ରସାଦ ସେଠୀ, ଶ୍ରୀଯୁକ୍ତ ସୁରେଶ ରାଉତରାୟ, ସେମାନେ ସମସ୍ତେ କହିଛନ୍ତି ଯେ ଆଦୌ ଏଇ ଚିଠିଟିକୁ ନେଇକି ସେ ମିଡ଼ିଆକୁ ଯିବାର ନଥିଲା ବୋଲି। ସେମାନେ ଯଦି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଦଳ ଆଗଉଛି ବୋଲି ବିଶ୍ୱାସ କରିନଥାନ୍ତେ ତାହେଲେ ଏମିତି ସେମାନେ କେବେ ବି କହିନଥାନ୍ତେ। ଯେଉଁ ଦଳ 24 ବର୍ଷର ଶାସନ କରିଥିବା ଗୋଟିଏ ଦଳକୁ 3 ନମ୍ବରକୁ ଠେଲି ଦେଇ 2 ନମ୍ବରକୁ ଆସିଲା, ସେଇ କଥା ମହମ୍ମଦ ମୋକିମଙ୍କୁ ଦେଖାଗଲା ନାହିଁ ଏବଂ ସିଏ 83,000 ଭୋଟ ବ୍ୟବଧାନକୁ ଦେଖିଲେ, ଯେଉଁଟାକି ପରିତାପର ବିଷୟ। ସିଏ ଗୋଟିଏ ଆରୋପ ଲଗାଉଛନ୍ତି ବି ଭକ୍ତଦାସ ଭଙ୍ଗା ହାତ ନେଇ ଆସିଥିଲେ, ବର୍ତ୍ତମାନ କଂଗ୍ରେସର ଗୋଡ଼ ଭାଙ୍ଗିଦେଲେ। ଏ କଥା ମଧ୍ୟ ଚର୍ଚ୍ଚା ହେଉଛି। କହୁଛନ୍ତି ଆଉ ଗୋଟିଏ କଥା ମଧ୍ୟ, ଭକ୍ତଦାସ ଯେତେବେଳେ ଉପନିର୍ବାଚନ ଜିତି ପାରୁନାହାନ୍ତି, ନିଜ ନିର୍ବାଚନ ମଣ୍ଡଳୀରେ ନିଜେ ଜିତି ପାରୁନାହାନ୍ତି, ସେ ମୋତେ କ'ଣ କହିବେ? କଂଗ୍ରେସ ସେ ଜଣେ ପ୍ରବୀଣ ବ୍ୟକ୍ତି, କିଏ ନିଜେ ମହମ୍ମଦ ମୋକିମ। ଯଦି ସେ ରାଜନୀତି ଠିକ୍ ଭାବରେ ଜାଣିଛନ୍ତି, ସେ ଜାଣିନାହାନ୍ତି ବୋଲି ଆମେ କହିପାରିବାନି। କାହିଁକି ଏତେ ଥର ନିର୍ବାଚନ ଲଢ଼ିଛନ୍ତି, ତାଙ୍କ ଝିଅକୁ ମଧ୍ୟ ବିଧାୟିକା କରାଇଛନ୍ତି। ସେ ଜାଣିଶୁଣି ଏଇଟା କହୁଛନ୍ତି। ସେ କ'ଣ ଜାଣିନାହାନ୍ତି ଯେ ଗୋଟେ ଉପନିର୍ବାଚନ ସାଧାରଣ ନିର୍ବାଚନ ଠାରୁ ଭିନ୍ନ ବୋଲି? ଯଦି ସାଧାରଣ ନିର୍ବାଚନ ହେଇଥାନ୍ତା ତାହେଲେ ଅନ୍ୟ 146ଟି ନିର୍ବାଚନ ମଣ୍ଡଳୀ ଭଳି ବିଜେପି ଏବଂ ବିଜେଡ଼ିର ଫୋକସ୍ ବଣ୍ଟା ହୋଇଯାଇଥାନ୍ତା ଏବଂ ନୂଆପଡ଼ାରେ ସରକାର ପୁରା ନିଜ ଫୋକସ୍କୁ କେନ୍ଦ୍ରୀଭୂତ କରିନଥାନ୍ତେ। କିନ୍ତୁ ସରକାର ଏହି ଗୋଟିଏ ନିର୍ବାଚନ ମଣ୍ଡଳୀରେ ସବୁ ଫୋକସ୍କୁ କେନ୍ଦ୍ରୀଭୂତ କଲେ। କେଦାର ମିଶ୍ର କ'ଣ କହିଲେ ବରିଷ୍ଠ ସାମ୍ବାଦିକ? ଯଦି ଭଗବାନ ବି ଆସିକି ଲଢ଼ିଥାନ୍ତେ ନୂଆପଡ଼ାରେ ତାହେଲେ ଜିତି ପାରିନଥାନ୍ତେ। କାହିଁକି କହିଲେ? ଏଇଟା ଉପନିର୍ବାଚନ। ଏମିତିରେ ଉପନିର୍ବାଚନରେ ଶାସକ ଦଳର ବିଜୟ ହୁଏ, କିନ୍ତୁ ବିଜେପି ଅର୍ଥବଳ, ବାହୁବଳ, ପ୍ରଶାସନିକ କଳକୁ ଲଗେଇବାରେ ଅତୀତର ସବୁ ରେକର୍ଡକୁ ଟପିଗଲା, ବିଜେଡ଼ିକୁ ମଧ୍ୟ ଟପିଗଲା। ପରେ ଯେମିତି ଆମେ ଦେଖିଥିଲୁ ମହମ୍ମଦ ମୋକିମଙ୍କୁ ସସ୍ପେଣ୍ଡ କରାଯାଇଥିଲା ଏବଂ ପରେ ତାଙ୍କୁ ଦଳକୁ ପୁଣି ଆମନ୍ତ୍ରଣ କରାଯାଇଥିଲା। ଇଏ ଯେଉଁ ଘଟଣାଟି ବହିଷ୍କାର ପରେ ପୁଣି କେବେ ଯଦି କଂଗ୍ରେସ ନୂଆ ପିସି ସଭାପତି ଆସନ୍ତି କିମ୍ବା ଭକ୍ତଦାସ ପରେ ମୋକିମଙ୍କୁ ଡାକିବେ? ଭବିଷ୍ୟତ କିଏ ଦେଖିଛି? ଆମେ ରାଜନୈତିକ ବିଶ୍ଳେଷକ ହେଇପାରୁ, କିନ୍ତୁ ଭବିଷ୍ୟତବାଣୀ କରିବାଟା ଉଚିତ ନୁହଁ। କିଛି ହେବା ଉଚିତ ନୁହଁ। କାହିଁକି? ଆମେ ଯାହା ଜାଣିଛୁ, ସୋଫିଆ ମ୍ୟାଡ଼ାମ କଂଗ୍ରେସର ଜଣେ ସମର୍ପିତା ନେତ୍ରୀ ଏବଂ କଂଗ୍ରେସ ପାଇଁ ସେ କାମ କରୁଛନ୍ତି, ବହୁତ ଭଲ କରୁଛନ୍ତି। ତେଣୁ ମୁଁ ଭାବୁଛି ଯେହେତୁ ବିଧାନସଭା ନିର୍ବାଚନକୁ ଆହୁରି 3.5 ବର୍ଷ ଅଛି, ସେ ତନ୍ ମନ ଧନ ଦେଇକି ସେ ପୁରା ମନୋନିବେଶ କରିବେ ତାଙ୍କ କାର୍ଯ୍ୟରେ ଏବଂ କଂଗ୍ରେସ ପ୍ରତି ପୂର୍ବ ଭଳି ସମର୍ପିତ ରହିବେ। ଶୁଣାଯାଉଛି ଯେ ମହମ୍ମଦ ମୋକିମ ବିଜେପି ସଂସ୍ପର୍ଶରେ ଅଛନ୍ତି, ସାଧାରଣ ଆଲୋଚନା ହେଉଛି। ଦେଖନ୍ତୁ, ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ରହିଛି ଏବଂ ଆଜିକାଲି ଯେଉଁ ପ୍ରକାର ରାଜନୈତିକ ଅସହିଷ୍ଣୁତା ରହିଛି, ବ୍ୟବସାୟିକ ସାମ୍ରାଜ୍ୟ ଶାସକ ଦଳକୁ ଖୁସି ନ କରିକି ଚଲେଇବାଟା ବହୁତ କଷ୍ଟ ଏବଂ ମହମ୍ମଦ ମୋକିମଙ୍କ ଭଳି ଜଣେ ରାଜନେତା ହୁଏତ ସେଇ ଫ୍ୟାକ୍ଟରକୁ ଗୁରୁତ୍ୱ ଦେଇଥିବେ। ତେଣୁକରି ବିଜେପି ବାଲା ହୁଏତ ତାଙ୍କୁ ପ୍ରଭାବିତ କରିଥାଇପାରନ୍ତି। କିନ୍ତୁ ବିଜେପିର ଗୋଟିଏ ବ୍ୟାଖ୍ୟାନ ଯେଉଁ ସୃଷ୍ଟି ହେଇଛି ଯେ ଓଡ଼ିଶାରେ କଂଗ୍ରେସ ଦଳ ବିଭାଜିତ ବୋଲି, ଏଇଟା ବିଜେପିର ବ୍ୟାଖ୍ୟାନ।
ସେଇ ବ୍ୟାଖ୍ୟାନରେ ମହମ୍ମଦ ମୋକିମ ଧରା ଦେବା ଆଦୌ ଉଚିତ ହେଇନାହିଁ। ଶେଷ ପ୍ରଶ୍ନ ରହିବ ଯେତେବେଳେ 14 ତାରିଖରେ ରାମଲୀଳା ମଇଦାନରେ ଭୋଟ ଚୋର ନାରାକୁ ନେଇକି ଗୋଟିଏ ବଡ଼ ସମାବେଶ ହେଉଥିଲା, କଂଗ୍ରେସ ଓଡ଼ିଶା ପ୍ରଦେଶ କଂଗ୍ରେସ ଦୁଇ ଭାଗ ହେଇଯାଇଥିଲା, ଭକ୍ତ ଦାସ ଗୋଟିଏ ଟିମ୍, ରମେଶ ଜେନା ଗୋଟିଏ ଟିମ୍। ନା ମୋଟେ ନୁହଁ, ସେମିତି ହେଇନାହିଁ। ଆପଣମାନଙ୍କୁ ମାନେ ୟୁ ଜର୍ଣ୍ଣାଲିଷ୍ଟସ୍ ଆର୍ ଅଲୱେଜ୍ ଇନ୍ ଦ ହ୍ୟାବିଟ୍ ଅଫ୍ ରିଡ଼ିଂ ବିଟୱିନ୍ ଦ ଲାଇନ୍ସ। ସେମିତି ନୁହଁ ସିଏ କିଛି ଲୋକ ତାକୁ ଦେଖାଇବା ପାଇଁ ସେମିତି ଚେଷ୍ଟା କରିଛନ୍ତି। ସମସ୍ତେ ଏକାଠି ହେଇକି ଗୁରୁଦ୍ୱାର 34 ରକାବଗଞ୍ଜ ରୋଡ଼ରୁ ସକାଳେ ପ୍ରାତଃଭୋଜନ କରିକି ଏକାଠି ଗୋଟିଏ ରାଲିରେ ମିଶିକି ସମସ୍ତେ ବାହାରିଥିଲେ ଏବଂ ଯାଇ ରାମଲୀଳା ମଇଦାନରେ ପହଞ୍ଚିଥିଲେ। ଆସାମ ଭଳି ଓଡ଼ିଶାରେ ହାଇଜେକ୍ କରିବ କଂଗ୍ରେସ ନେତା ବିଜେପି। ବିଜେପିର ତ ସବୁବେଳେ ଚେଷ୍ଟା ହେଇ ଚାଲିଛି ଭଲ ନେତାମାନେ ତାକୁ ହାଇଜାକ୍ କର ବୋଲି, କିନ୍ତୁ ସଫଳ ହେଲେ ତ ମହମ୍ମଦ ମୁଫତି ହାଇଜାକ୍ ଆସାମରେ ସଫଳ ହେଲେ କହିହେବନି। ମହମ୍ମଦ ମୋକିମକୁ କାହିଁକି ଏ ପ୍ରକାର ଅପରିଣାମଦର୍ଶୀ ନିଷ୍ପତ୍ତି ନେବା ପାଇଁ ପଡ଼ିଲା ସେ ନିଜେ ଜାଣିଥିବେ, ଆମେ ଖାଲି ସ୍ପେକୁଲେଟ୍ କରିବା କଥା। ଧନ୍ୟବାଦ।